এই କିଛି ଦିନ ତଳେ ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ଯୁବ ଛାତ୍ରମାନେ ଗୋଟେ ବିଦ୍ରୋହର ବହ୍ନି ଝାଡ଼ିଥିଲେ। ଏ ବହ୍ନି ପାଖାପାଖି 2 ମାସରୁ ଉର୍ଦ୍ଧ୍ୱ ଧରିକି ବିଦ୍ରୋହ ଚାଲିଲା ଏବଂ ଶେଷରେ ଭାରତ ସରକାର ନତମସ୍ତକ ହେଲେ। ଭାରତର ଶିକ୍ଷା ମନ୍ତ୍ରୀକୁ ପରିବର୍ତ୍ତନ ମଧ୍ୟ କରିଦେଲେ। ଆମେ ସେ ପର୍ଯ୍ୟନ୍ତ ଶିକ୍ଷାରେ ସ୍ୱଚ୍ଛତା ଆଣିପାରିବା ନାହିଁ ଯେ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାରେ ଜଡ଼ିତ ପ୍ରତ୍ୟେକ ମଣିଷ ମନ ଭିତରେ ସ୍ୱଚ୍ଛତା ଆସି ନାହିଁ। ଆଜି ଯୋଉ ଶିକ୍ଷା ମନ୍ତ୍ରୀ ଥିଲେ ସେ ଶିକ୍ଷା ମନ୍ତ୍ରୀ ହୁଏତ ପରିବର୍ତ୍ତନ ହେଇଯାଇଛନ୍ତି, ସେ ପରିବର୍ତ୍ତନ ହେଇଗଲେ ବି ଶିକ୍ଷାରେ ଯେ ସ୍ୱଚ୍ଛତା ଆସିପାରିବା ଏଇଟା ଆମେ ଭାବିବା ଗୋଟେ ବୋକାମିର ପରିଚୟ ମଧ୍ୟ ହେଇପାରେ। ଆମ ଭାରତ ବର୍ଷର ଶାସନ ବ୍ୟବସ୍ଥା ଯୋଉମାନେ ପରିଚାଳନା କରୁଛନ୍ତି ପ୍ରତ୍ୟେକଟି ମଣିଷ ଭିତରେ ଯଦି ସଚଟପଣିଆ ଆସିଯିବ ତାହେଲେ ନିଶ୍ଚିତ ଭାବରେ ଶିକ୍ଷା ବ୍ୟବସ୍ଥାରେ ସୁଧାରିତ ଆସିବ ଏବଂ ଶିକ୍ଷା ବ୍ୟବସ୍ଥା ବହୁ ଆଗକୁ ନିଶ୍ଚିତ ଭାବରେ ଚାଲିବ। ଜୟ ଜଗନ୍ନାଥ।